ସୁକନ୍ୟା ସମୃଦ୍ଧି ଯୋଜନାର ଆସିଗଲା ବହୁତ ବଡ଼ ଅପଡେଟ୍। ଆପଣ ଯଦି ସୁକନ୍ୟା ସମୃଦ୍ଧି ଯୋଜନାର ଲାଭ ପାଇବାକୁ ଚାହୁଁଛନ୍ତି ତ ଆସନ୍ତୁ ଜାଣିବା ଏହି ଭିଡ଼ିଓରେ ଆପଣ କେମିତି ସୁକନ୍ୟା ସମୃଦ୍ଧି ଯୋଜନାର ଲାଭ ପାଇବେ ସେହି ବିଷୟରେ ଆଲୋଚନା କରିବା। ଭିଡ଼ିଓକୁ ଦେଖୁଥିଲେ ଏହି ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ନୂଆ କରି ଚ୍ୟାନେଲକୁ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ନୂଆ କରି ଚ୍ୟାନେଲକୁ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଆପଣଙ୍କ ସାଙ୍ଗସାଥି ପାଖକୁ ଏହି ଭିଡ଼ିଓକୁ ସେୟାର କରନ୍ତୁ ଯେମିତି ସମସ୍ତେ ଜାଣନ୍ତୁ ସୁକନ୍ୟା ସମୃଦ୍ଧି ଯୋଜନା ସମ୍ପର୍କିତ ବିଷୟରେ। ଆସନ୍ତୁ ବର୍ତ୍ତମାନ ନଜର ପକାଇବା ଏବଂ ଜାଣିବା ସୁକନ୍ୟା ସମୃଦ୍ଧି ଯୋଜନା ଦ୍ୱାରା ଆପଣ କେମିତି ପାଇବେ ଲାଭ, କେଉଁମାନଙ୍କୁ ମିଳିବ ଲାଭ ସେହି ବିଷୟରେ ଆମେ ଏହି ଭିଡ଼ିଓରେ ଜାଣିବା। ସୁକନ୍ୟା ସମୃଦ୍ଧି ଯୋଜନାର ସେହିମାନଙ୍କୁ ହିଁ ଲାଭ ମିଳିଥାଏ ଯେଉଁମାନଙ୍କ ଘରେ ଝିଅ ଅଛନ୍ତି। ଆପଣଙ୍କର ଘରେ ଯଦି ଝିଅ ଅଛନ୍ତି ମାନେ ବାଳିକା ଅଛନ୍ତି ତ ଆପଣ ନିଶ୍ଚିତ ଭାବରେ ସୁକନ୍ୟା ସମୃଦ୍ଧି ଯୋଜନାର ଲାଭ ପାଇପାରିବେ। ଆସନ୍ତୁ ତାହେଲେ ଜାଣିବା ଆପଣ କେମିତି ସୁକନ୍ୟା ସମୃଦ୍ଧି ଯୋଜନାର ଲାଭ ପାଇବେ। ଯଦି ଆପଣଙ୍କ ଘରେ ଝିଅ ଅଛନ୍ତି ତ ବାଳିକା ଅଛନ୍ତି ତ ଆପଣ ମଧ୍ୟ ପାଇପାରନ୍ତି ସୁକନ୍ୟା ସମୃଦ୍ଧି ଯୋଜନାର ସମ୍ପୂର୍ଣ୍ଣ ଲାଭ। ଲାଭ ପାଇବା ପାଇଁ ଆପଣଙ୍କୁ କ'ଣ କରିବାକୁ ହେବ ସେହି ବିଷୟରେ ବର୍ତ୍ତମାନ ଜାଣିବା। କେନ୍ଦ୍ର ସରକାରଙ୍କର ଯୋଜନା ସୁକନ୍ୟା ସମୃଦ୍ଧି ଯୋଜନା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ପ୍ରକାର ସେଭିଂ ଯୋଜନା ପ୍ରଣୟନ ହେଇଛି। ଏଭଳି ଯୋଜନା ଲୋକଙ୍କ ପାଇଁ ବେଶ ଲାଭଦାୟୀ ବ୍ୟବସ୍ଥା ହୋଇଛି। ଏଭଳି ସ୍କିମ୍ ଅଳ୍ପ କିଛି ସେଭିଂ କରି ଲୋକେ ମୋଟା ଅଙ୍କର ଟଙ୍କା କମାଇ ପାରିବେ। ସରକାରଙ୍କ ଏଭଳି ଏକ ଯୋଜନା ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା, ଯାହା କନ୍ୟା ସନ୍ତାନଙ୍କ ସୁରକ୍ଷିତ ଭବିଷ୍ୟତ ଦୃଷ୍ଟିରେ ରଖି ପ୍ରଣୟନ ହୋଇଛି। ଏହି ଯୋଜନାଟି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୟନ ହୋଇଛି, ଯାହାଫଳରେ କି ଅନେକ ଲୋକ ଏହି ଯୋଜନାରେ ସେଭିଂ କରି ଲାଭ ପାଇପାରୁଛନ୍ତି। ଆପଣ ମଧ୍ୟ ଏହି ଯୋଜନାରେ କିଛି ସେଭିଂ କରି ଆପଣ ମଧ୍ୟ ଏହି ଯୋଜନାର ମୋଟା ଅଙ୍କର ଟଙ୍କା ଆପଣ ପାଇପାରିବେ। ଆପଣଙ୍କର ଝିଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହା ପ୍ରଣୟନ କରିଛନ୍ତି କେନ୍ଦ୍ର ସରକାର। ଏହି ଯୋଜନା ମାଧ୍ୟମରେ ଅନେକ ଲୋକ ଲାଭ ପାଇସାରିଛନ୍ତି। ଆପଣ ମଧ୍ୟ ଏହି ଯୋଜନାର ଲାଭ ପାଇପାରନ୍ତି। ତେଣୁ ଆପଣଙ୍କୁ ମଧ୍ୟ ଅନୁରୋଧ କରିବି ଏହି ଯୋଜନାରେ ଆପଣ ମଧ୍ୟ ଆବେଦନ କରନ୍ତୁ। ଯଦି ଆପଣ ଆପଣଙ୍କର ଝିଅର ବିବାହ କିମ୍ବା ଉଚ୍ଚଶିକ୍ଷା ପାଇଁ ନିବେଶ କରିବାକୁ ଚାହାନ୍ତି ତେବେ ସୁକନ୍ୟା ସମୃଦ୍ଧି ଯୋଜନା ଆପଣଙ୍କ ପାଇଁ ହିଁ ଉଦ୍ଦିଷ୍ଟ। ବର୍ତ୍ତମାନ ଏହି ସ୍କିମ୍ରେ ସରକାରଙ୍କ ପକ୍ଷରୁ ମିଳୁଥିବା 8% ଲାଭାଂଶ ବୃଦ୍ଧି କରି 8.2କୁ କରାଯାଇଛି। ଏହି ସ୍କିମ୍ରେ ଆପଣ 10 ବର୍ଷ ପର୍ଯ୍ୟନ୍ତ ଝିଅଙ୍କ ନାମରେ ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲି ଟଙ୍କା ଜମା କରିପାରିବେ। ବର୍ଷକୁ 250 ଟଙ୍କାରୁ ଆରମ୍ଭ କରି ଆପଣ 1.5 ଲକ୍ଷ ପର୍ଯ୍ୟନ୍ତ ନିବେଶ କରିପାରିବେ। ଏହି ଯୋଜନାରେ 3 ଗୁଣ ରିଫଣ୍ଡ ମିଳିଥାଏ। ଏହି ଯୋଜନା ନିବେଶ କଲେ ଆପଣଙ୍କୁ ଟ୍ୟାକ୍ସ ଆଧାରରେ OCC ଆଧାରରେ ସାମାନ୍ୟ ଆଶ୍ୱସ୍ତି ମିଳିବ। ଏହି ସ୍କିମ୍ରେ ଯଦି ଆପଣ ଏହି ସ୍କିମ୍ରେ ବାର୍ଷିକ 1.5 ଲକ୍ଷ ଟଙ୍କା ନିବେଶ କରନ୍ତି ତେବେ ଆପଣଙ୍କ 70 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫଣ୍ଡ ଜମା କରିପାରିବେ। ଯଦି ଆପଣ 1.5 ଲକ୍ଷ ଟଙ୍କା ନିବେଶ କରନ୍ତି ତ ବାର୍ଷିକ 1.5 ଲକ୍ଷ ଟଙ୍କା ଯଦି ଆପଣ ନିବେଶ କରୁଛନ୍ତି ତ ଆପଣଙ୍କର 70 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫଣ୍ଡ ଜମା କରିପାରିବେ। ଏହି ଟଙ୍କା ନିବେଶ ଟଙ୍କାର 3 ଗୁଣ ଅଧିକ ନିଶ୍ଚିତ। ଝିଅକୁ 10 ବର୍ଷ ହେବା ପୂର୍ବରୁ ଏହି ଆକାଉଣ୍ଟ ଖୋଲିବା ଜରୁରୀ। ଏହାପରେ ଆକାଉଣ୍ଟ ଖୋଲିବା ସମ୍ଭବପର ନୁହେଁ। ଆପଣଙ୍କର ଝିଅଙ୍କର ଯଦି ବୟସ 10 ବର୍ଷରୁ କମ୍ ତ ଆପଣ ସୁକନ୍ୟା ସମୃଦ୍ଧି ଯୋଜନାର ଆକାଉଣ୍ଟ ବହୁତ ସହଜରେ ଆପଣ ଖୋଲିପାରିବେ। ଯଦି ଆପଣଙ୍କର ଝିଅଙ୍କର ବୟସ 10 ବର୍ଷରୁ ଅଧିକ ହେଇଛି ତ ଆପଣ ସୁକନ୍ୟା ସମୃଦ୍ଧି ଯୋଜନାର ଆକାଉଣ୍ଟ ଖୋଲିପାରିବେ ନାହିଁ। ଏହି ସୁକନ୍ୟା ସମୃଦ୍ଧି ଯୋଜନାରୁ ମିଳୁଛି ଆପଣଙ୍କୁ ଟ୍ୟାକ୍ସ ବେନିଫିଟ୍। ଏହି ଟ୍ୟାକ୍ସ ବେନିଫିଟ୍ ଆପଣ କେମିତି ପାଇବେ ଆସନ୍ତୁ ଜାଣିବା। ସୁକନ୍ୟା ସମୃଦ୍ଧି ସ୍କିମ୍ ଏକ ଟ୍ୟାକ୍ସ ଫ୍ରି ସ୍କିମ୍। ଏଥିରେ 3ଟି ପୃଥକ ଟ୍ୟାକ୍ସ ବେନିଫିଟ୍ ମିଳିଥାଏ। ଧାରା 80C ଆଧାରରେ ବାର୍ଷିକ 1.5 ଲକ୍ଷ ପର୍ଯ୍ୟନ୍ତ ନିବେଶ ଛାଡ଼ ମିଳିବ। ଏହାପରେ ରିଟର୍ଣ୍ଣ ଟ୍ୟାକ୍ସ ବେନିଫିଟ୍ ମଧ୍ୟ ମିଳିଥାଏ। ଶେଷରେ ମ୍ୟାଚୁରିଟି ସମୟରେ ମଧ୍ୟ ଏକ ବେନିଫିଟ୍ ମିଳିଥାଏ। ଆସନ୍ତୁ ଜାଣିବା ସେ ବିଷୟରେ ଡିଟେଲ୍ସ। ଆପଣ ମଧ୍ୟ ଏହି ଯୋଜନାର ମାନେ ସୁକନ୍ୟା ସମୃଦ୍ଧି ଯୋଜନାର ଆକାଉଣ୍ଟ ଖୋଲିପାରିବେ। ଆପଣଙ୍କର ଘରେ ଯଦି 10 ବର୍ଷରୁ କମ୍ ଝିଅ ଅଛନ୍ତି ତ 10 ବର୍ଷରୁ କମ୍ ବାଳିକା ଆପଣଙ୍କ ଘରେ ଅଛନ୍ତି ତ ଆପଣ ନିଶ୍ଚିତ ଭାବରେ ସେମାନଙ୍କର ଆକାଉଣ୍ଟ ଆପଣ ଖୋଲିପାରିବେ। ସୁକନ୍ୟା ସମୃଦ୍ଧି ଯୋଜନାରେ ଟଙ୍କା ଉଠାଣ ନିୟମ। ଆସନ୍ତୁ ଜାଣିବା ଆପଣ କେମିତି ଟଙ୍କା ଉଠାଇବେ ଏହାର ନିୟମ ବିଷୟରେ ଜାଣିବା। ଏହି ଯୋଜନାର ଲକ୍ ଇନ୍ ଅବଧି 21 ବର୍ଷ ଯାଏଁ ରହିଛି। ଏହାର ଅର୍ଥ 21 ବର୍ଷ ପରେ ନିବେଶ ଅର୍ଥର ମ୍ୟାଚୁରିଟି ହେବ। ଏହାଛଡ଼ା ମ୍ୟାଚୁରିଟି ପୂର୍ବରୁ ଆପଣ ଟଙ୍କା କାଢ଼ିପାରିବେ ନାହିଁ। ଆପଣ ଏଠି ବୁଝିପାରୁଛନ୍ତି। ଆପଣ
मैच्योरिटी हेबा पूर्व आपण कौन प्रकार आपण टंका उठे पारिबे नाही। तेबे अवधि पूर्व आपण टंका उठिले आपन को बहुत क्षति सहिबा को पड़िबो। आपण जदि अवधि पूर्व माने मैच्योरिटी पूर्व आपण जदि टंका को उठौचंती तो आपण को बहुत किछि क्षति सहिबा को पड़िबो। तेबे अकाउंट धारकंको अकाल मृत्यु क्षेत्र रे मध्य टंका उठी हेबो। एई स्कीम रे केवल 15 वर्ष पर्यंत टंका जमा करा जाई थाए। आपण एटी बुझी पारुचंती एही स्कीम रे केवल आपण को 15 वर्ष पर्यंत टंका जमा करा जाई थाए। आपण जदि एही योजना लाभ उठिया को चाहुचंती तो आपण को केवल 15 वर्ष पर्यंत एही योजनार लाभ उठै पारिबे। 15 वर्ष पर्यंत आपण टंका निवेश करि पारिबे एवं टंका आपण उठै पारिबे। जदि कुहा जीव तो आपणकर झियंकर 21 वर्ष हैला परे आपणकर मैच्योरिटी हेबो। जदि आपणकर झियंकर 21 वर्ष हेई गला तो आपणकर मैच्योरिटी हेई जीवो एवं सुकन्या समृद्धि योजनार संपूर्ण लाभ आपण पाई परिबे। आपणकर झियंकर जे पर्यंत 21 वर्ष हेई नाही से पर्यंत आपणकू टंका निवेश करिया को पड़िबो। आपणकर झियंकर 21 वर्ष कंप्लीट हैला परे आपणकर मैच्योरिटी हेबो टंका एवं सुकन्या समृद्धि योजनार टंका आपण पाई जिबे। आपणकर झियंकर बयस वर्तमान 10 वर्ष रु कम अछि। आपण जदि आपणकर झियंक पई भविष्यत पई जदि किछि चिंता करिसंती तो आपण सुकन्या समृद्धि योजनार गोटे अकाउंट खोलंतु एवं सुकन्या समृद्धि योजना बहुत किछि लाभ देउछि। अनेक लोक एई योजनार लाभ पाई सारिचंती। आपण मध्ये एई योजनार लाभ पांतु। आपणकर झियंक नामर एक अकाउंट खोलंतु एवं सुकन्या योजनार संपूर्ण लाभ पांतु। सुकन्या समृद्धि योजनार एही अपडेट आसीथिला। एही अपडेट आपनको मु वीडियो माध्यम रे जणैली। वीडियो को आपनको केमिति लागुची आपनकर मतामत कमेंट दियंतु। वीडियो को जदि आपनको भलो लागुची तो वीडियो को गुटे लाइक करंतु एवं नुआ करे चैनल को आस्तले चैनल को सब्सक्राइब करंतु। आपनक सांग साथी पाको ए वीडियो को शेयर करंतु जेंति समस्त जानि पारंतु सुकन्या समृद्धि योजनार एही अपडेट विषय रे। वीडियो को देखि सारथिबारु आपनको बहुत बहुत धन्यवाद।